नमस्कार। ढेंकानाल जिल्लार किछि खबर सह आंचलिक संवाद विभागर प्रस्तुति आजिर जिल्ला हालचाल कार्यक्रम। नवरात्र और दुर्गापूजा को नहीं ढेंकानाल उत्सव मुखर होइछे। ढेंकानाल जिल्लार 25 रु अधिक स्थान रे माँ दुर्गा पूजा मंडप करा जाइछे। जिल्लार भुवन, कामाख्यानगर, ओडपड़ा, जोरंदा एवं ढेंकानाल सहर रे मध्य एही दुर्गापूजा धूमधाम रे पालन हेउछि। जिल्लार भुवनଠାରେ ହେଉଥିବା ଦୁର୍ଗାପୂଜାର ସ୍ୱତନ୍ତ୍ରତା ରହିଛି। ଭୁବନରେ 13ଟି ସ୍ଥାନରେ ମା ଦୁର୍ଗା ଓ ହରପାର୍ବତୀ ରୂପରେ ପୂଜା ପାଉଛନ୍ତି। ଭୁବନରେ ଦୁର୍ଗାପୂଜାର ମୁଖ୍ୟ ଆକର୍ଷଣ ହେଉଛି ବଳଦ ଯାତ୍ରା। ଏହି ବଳଦ ଯାତ୍ରାରେ 32ଟି ବଳଦ ଭାଗ ନେଇଥାନ୍ତି। ବଳଦ ଯାତ୍ରାକୁ ଭୁବନର ଥୋରିଆ ସମ୍ପ୍ରଦାୟ, କଂସାରୀ ସମ୍ପ୍ରଦାୟ, ବଣିଆ ସମ୍ପ୍ରଦାୟ ଏବଂ କାଚେରା ସମ୍ପ୍ରଦାୟର ଲୋକମାନେ ନିଜ ନିଜ ବଳଦ ଓ ଷଣ୍ଢକୁ ସୁସଜ୍ଜିତ କରି ଯାତ୍ରାରେ ସାମିଲ କରନ୍ତି। ଯାତ୍ରା ପୂର୍ବରୁ 3 ମାସ ଧରି ବଳଦ ଓ ଷଣ୍ଢମାନଙ୍କୁ ନେଇ ବାଜାର ତାଳେ ତାଳେ ଅଭ୍ୟାସ କରାଯାଏ। 2 ଦିନ ଧରି ଏହି ବଳଦ ଯାତ୍ରା ହୋଇଥାଏ। ପ୍ରଥମେ ଜଗନ୍ନାଥ ମନ୍ଦିରରୁ ଆଜ୍ଞାମାଳ ଆଣି ଥୋରିଆ ସମ୍ପ୍ରଦାୟ ଏହି ବଳଦ ଯାତ୍ରା ଆରମ୍ଭ କରନ୍ତି। ଏ ସମ୍ପର୍କରେ ଢେଙ୍କାନାଳ ଜିଲ୍ଲା ଭୁବନ ପୂଜା ଶାନ୍ତି କମିଟିର ବରିଷ୍ଠ ସଦସ୍ୟ ବିପିନ ବିହାରୀ ସେଠୀ କହିଛନ୍ତି, ଭୁବନରେ ପାଳନ ହେଉଛି ଦଶହରା ମହୋତ୍ସବ। ଏହି ଦଶହରା ପାଇଁ ଚଳଚଞ୍ଚଳ ହୋଇ ଉଠିଛି। ବର୍ତ୍ତମାନ ଭୁବନରେ 32ଟି ସ୍ଥାନରେ ବଳଦ ଓ ଷଣ୍ଢମାନଙ୍କୁ ସୁସଜ୍ଜିତ ବେଶରେ ସହର ପରିକ୍ରମା କରାଯାଉଥିବା ବେଳେ 13ଟି ମଣ୍ଡପରେ ମା ଦୁର୍ଗା, ଦୁର୍ଗତି ନାସିନୀ ଓ ହର ପାର୍ବତୀ ମେଢ଼ ପୂଜା ପାଉଛନ୍ତି। ଏହି ପୂଜା ଦେଖିବା ପାଇଁ ଭାରତର କୋଣ ପ୍ରତିକୋଣରୁ ଅନେକ ପ୍ରତିଭା, ଅନେକ ବ୍ୟକ୍ତିବିଶେଷ ଓ ବନ୍ଧୁବାନ୍ଧବଙ୍କ ସମାଗମ ହେଉଛି। ବିଶେଷ କରି ଆମର ଅନୁକୂଳ ଯାତ୍ରା ଏବଂ ବାସି ଯାତ୍ରା 2 ଦିନ ହେଉଛି। ଓଡ଼ିଶା ତଥା ଓଡ଼ିଶା ବାହାରୁ ଅନେକ ଭକ୍ତଙ୍କ ସମାଗମ ହେଉଛି। ଶ୍ରଦ୍ଧାଳୁମାନେ ମଧ୍ୟ ଆସୁଛନ୍ତି। ଏଠିକି ଏହି ଯାତ୍ରାକୁ ସରସ ସୁନ୍ଦର କରୁଛି ରାବଣ ପୋଡ଼ି ମହୋତ୍ସବ। ଏହିଭଳି ପରମ୍ପରାର ଯାତ୍ରା ଅନ୍ୟ କୌଣସି ଭାରତବର୍ଷରେ ପାଳନ କରାଯାଉ ନାହିଁ। ସେହିପରି କାମାଖ୍ୟାନଗରରେ ଓ ଓଡ଼ପଡ଼ାର ସିମିନଇ, ଅଙ୍କରାନ୍ତିପୁରରେ ମଧ୍ୟ ଦୁର୍ଗାପୂଜା ପାଳନ କରାଯାଉଛି। ସୁସଜ୍ଜିତ ତୋରଣ ସହ ରଙ୍ଗୀନ ଆଲୋକମାଳାରେ ମାଙ୍କ ମଣ୍ଡପକୁ ସଜାଯାଇଛି। ଢେଙ୍କାନାଳ ସହରର ରାଧାକୃଷ୍ଣ ବଜାରରେ ମାଙ୍କର ପୂଜା ଆଜକୁ ପ୍ରାୟ 22 ବର୍ଷ ହେବ ଅନୁଷ୍ଠିତ ହୋଇ ଆସୁଛି। ଏହିଠାରେ ମାଙ୍କର 16 ଉପଚାରରେ ପୂଜା କରାଯାଏ। ଏହାର ମୁଖ୍ୟ ଆକର୍ଷଣ ହେଉଛି 56 ଭୋଗ ଲାଗି। ଏ ସମ୍ପର୍କରେ ସାଂସ୍କୃତିକ ସଂସଦ ସଭାପତି ସନ୍ତୋଷ କୁମାର ଓଝା କହିଛନ୍ତି, ରାଧାକୃଷ୍ଣ ବଜାରରେ 2004 ମସିହାରୁ 22 ବର୍ଷ ପର୍ଯ୍ୟନ୍ତ ଆଜି ପଦାର୍ପଣ କଲାଣି। ଦୁର୍ଗାଙ୍କର ପୂଜା ଚାଲିଅଛି। ଏହି ବର୍ଷ 22 ତାରିଖରୁ ଆରମ୍ଭ ହୋଇ ଶେଷ ହେଉଛି 2 ତାରିଖ ପର୍ଯ୍ୟନ୍ତ। ମାଙ୍କର ହେଉଛି 16 ଉପଚାରରେ ପ୍ରତ୍ୟହ ପୂଜା କରାଯାଏ। ଆଳତି 3 ଥର କରାଯାଏ। କୁଷ୍ମାଣ୍ଡ ବଳି ଦିଆଯାଏ। ମାଙ୍କର ପ୍ରତ୍ୟହ 16 ଉପଚାର ଯେଉଁ ପୂଜା କରାଯାଏ ସେଥିରେ ନବଦୁର୍ଗାଙ୍କୁ ଆବାହନ କରାଯାଏ ଏବଂ ସେଥିରେ ଯଜ୍ଞ ବି କରାଯାଏ। ମୁଖ୍ୟ ଗୋଟେ ଆକର୍ଷଣ ଅଛି ଯେଉଁଟାକି 56 ଭୋଗ। ମାଙ୍କର ହେଉଛି 56 ଭୋଗ ଗୋଟେ ଦିନ କରାଯାଏ। ଏଠି ଭାଇଚାରା ହୁଏ, କାହିଁକି ଲୋକମାନେ ବହୁତ ଅଧିକା ହୁଅନ୍ତି। ପ୍ରତ୍ୟହ ସୂର୍ଯ୍ୟ ପୂଜା, ମାଙ୍କର ସ୍ନାନ, ଆଳତି ଏସବୁ ମାଧ୍ୟମରେ ପୂଜା ଚାଲେ। ଏବେ କିଛି ସମ୍ବାଦ ସଂକ୍ଷେପରେ। ଢେଙ୍କାନାଳ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଗୁରୁଦିବସ ଉତ୍ସବ ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହରେ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ଓଡ଼ପଡ଼ା ବ୍ଲକଠାରେ ଅନୁଷ୍ଠିତ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ 317 ଜଣ ପଞ୍ଜୀକୃତଙ୍କ ମଧ୍ୟରୁ 235 ଜଣଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ଓ 61 ଜଣଙ୍କୁ ସଂଯୋଗୀ ଉପକରଣ ପ୍ରଦାନ ପାଇଁ ଚିହ୍ନଟ କରାଯାଇଥିଲା। ଜିଲ୍ଲାରେ ବଜ୍ରପାତରୁ ରକ୍ଷା ପାଇବା ନିମନ୍ତେ ଏକ ସଚେତନତା ରଥ ବିପର୍ଯ୍ୟୟ ପରିଚାଳନା ପକ୍ଷରୁ ଜିଲ୍ଲା କାର୍ଯ୍ୟାଳୟଠାରେ ଶୁଭାରମ୍ଭ ହୋଇଯାଇଛି। ଢେଙ୍କାନାଳରେ ଜାତୀୟ ସ୍ତରୀୟ ପଲ୍ଲିଶ୍ରୀ ମେଳା ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ତଥ୍ୟ ଦେଇଥିଲେ ଆମ ଢେଙ୍କାନାଳ ସମ୍ବାଦଦାତା ବିରଞ୍ଚି ନାରାୟଣ ସେଠ ଓ ଉପସ୍ଥାପନାରେ ମୁଁ ମହେନ୍ଦ୍ର କୁମାର ମାଝୀ। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଗଜପତି ଜିଲ୍ଲା ସମ୍ପର୍କରେ।